ଚିଲି କୋବି ଖାଇବାକୁ ଇଚ୍ଛା ହେଉଛି କିନ୍ତୁ ତେଲ ଅଧିକା ହେବା ଯୋଗୁଁ ଆପଣମାନେ ଖାଇବାକୁ ପସନ୍ଦ କରନ୍ତିନି। କିନ୍ତୁ ଆଜି ସେଇ ରେସିପିଟି ଆଜି ଆପଣମାନଙ୍କ ପାଇଁ ଆଣିଛି। ଗୋଟେ ଚାମଚ ତେଲରେ ଆମେ ପ୍ରସ୍ତୁତ କରିବା ଚିଲି କୋବି। ବହୁତ ସ୍ୱାଦିଷ୍ଟ ରହିବ, ବହୁତ ଚଟପଟା ରହିବ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ରୁଟି ଭାତ ସବୁଥିରେ ଦେଖିବେ ଜବରଦସ୍ତ ଲାଗିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ୟାମିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଫୁଲକୋବି ନେବା। ଯେତିକି ଫୁଲକୋବିରେ ଆପଣମାନେ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ଫୁଲକୋବି ନେବେ। ତ ଫୁଲକୋବିର ଏ ଯେଉଁ ବ୍ୟାକ୍ ସାଇଡ୍ ପାର୍ଟସଟା ବା ନାଡ଼ଟା ତାର ଆମେ କଟିଂ କରି ପ୍ରଥମେ ବାହାର କରିଦେବା। ତାପରେ ଫୁଲକୋବିକୁ ତ ଛୋଟ ବଡ଼ ଆପଣମାନେ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ପିସେସ୍ରେ କଟିଂ କରିପାରିବେ। ତ ଦେଖନ୍ତୁ ଏଠି ମୁଁ ଫୁଲକୋବି ଗୋଟେ କଟିଂ କରି ଆପଣମାନଙ୍କୁ ଦେଖାଇ ଦେଉଛି। ଯଦି ଅଧିକା ବଡ଼ ନାଡ଼ ଅଛି ତାହେଲେ ଆପଣମାନେ କାଢ଼ିପାରିବେ ବା ନାଡ଼ ବା ହାର୍ଡ଼ ପାର୍ଟସଟା ତାର ବାହାର କରିପାରିବେ। ତ ଦେଖନ୍ତୁ ଏଠି ମୁଁ ଫୁଲକୋବିକୁ ମାନେ ଅଧିକା ବଡ଼ କରିନି ପିସେସ୍ ବା ଅଧିକା ଛୋଟ କରିନି, ମୁଁ ମିଡ଼ିୟମ୍ ସାଇଜ୍ରେ ହିଁ କଟିଂ କରିଛି। ତ ଏଇଭଳି ପ୍ରୋସେସ୍ରେ ଆମେ ସବୁତକ ଫୁଲକୋବିକୁ ଆମେ କଟିଂ କରିଦେବା। କଟିଂ କରିକିରି ତ ଆପଣମାନଙ୍କୁ ଦେଖାଉଛି ବି, ଦେଖନ୍ତୁ କେତେ ବଢ଼ିଆ ଆମର କଟିଂ ବି ହେଇସାରିଲା। ଅଧିକା ବଡ଼ ପିସେସ୍ କରିନାହାନ୍ତି କି ଅଧିକା ଛୋଟ କରିନାହାନ୍ତି। ତ ଗୋଟେ ବାଉଲ୍ରେ ଏଡ୍ କରିଦେବା। ଆକୁ 2ରୁ 3 ଥର ଟିକେ ଭଲସେ କ୍ଲିନ୍ କରି ଧୋଇଦେବା। ତ ଦେଖନ୍ତୁ ଏଠି ନେଇଛି ଅଳ୍ପ ଟିକେ ପିଆଜ ନେଇଛି, ପୁଣି କ୍ୟାପ୍ସିକମ୍ ନେଇଛି, କଞ୍ଚା ଲଙ୍କା ନେଇଛି, ରସୁଣ ନେଇଛି। ତାକୁ ପୁରା ଛୋଟ ଛୋଟ ପୁରା ପିସେସ୍ରେ ଆମେ କଟିଂ କରିଦେବା। ଆପଣମାନେ ଯେତିକି ଚିଲି କୋବି ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ଭେଜିଟେବୁଲ୍ ନେବେ। ତ ଏବେ କ'ଣ କରିବା ନା, ଆମେ ଗୋଟେ କରେଇରେ କିଛି ପାଣି ନେବା। ସେଇଥିରେ ଆମେ ଏଡ୍ କରିଦେବା ଫୁଲକୋବିକୁ। ଫୁଲକୋବିକୁ ଏଡ୍ କରିସାରିବା ପରେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଫୁଲକୋବିଟାକୁ ଆମେ ଏଠି 30% ହିଁ ସିଝେଇବା, ଅଧିକା ସମୟ ସିଝେଇବାନି। ଯେହେତୁ ଆଗକୁ ଆମେ ଚିଲି କୋବି ବନାଉଛନ୍ତି ତ ଏବେ କ'ଣ କରିବେ ନା, ଦେଖନ୍ତୁ ଏଠି ପୁରା 30% ଆମର ପୁରା ସିଝି ବି ଗଲାଣି। ତ ଏବେ ଆମେ ପାଣିରୁ ତାକୁ ବାହାର କରି ଗୋଟେ ବାଉଲ୍ରେ ଆମେ ଏଡ୍ କରିଦେବା। ତ ଏବେ ଆମେ ସବୁତକ ଫୁଲକୋବିକୁ ବାହାର କରି ଗୋଟେ ବାଉଲ୍ରେ ଏଡ୍ କରିଦେବା। ଆକୁ 2ରୁ 3 ମିନିଟ୍ ଟିକେ ଥଣ୍ଡା ହେବାକୁ ଦେବା। ତ ଦେଖନ୍ତୁ ମୁଁ ବାହାର କରିଦେଇଛି ଗୋଟେ ବାଉଲ୍କୁ। ତ ଏଇଥିରେ ପାଣି ଅଛି। ତ ଏଇଥିରେ ଆମେ ଗୋଟେ ଏବେ ଷ୍ଟ୍ରେନର୍ ବା ଗୋଟେ ଜାଲିଟି ରଖିଦେବା। ତ ଆଗକୁ ଦରକାର ଆମର କାମରେ ଆସିବ। ଏଇ ସମୟରେ ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ କରିଦେବା। ତ ଏବେ କ'ଣ କରିବା ନା, ଆମେ ସେ ଫୁଲକୋବିଟା ଯେହେତୁ ଟିକେ ଗରମ ଅଛି, ମୁଁ 2ରୁ 3 ମିନିଟ୍ ଟିକେ ଥଣ୍ଡା ହେବାକୁ ଛାଡ଼ିଦେଲି। ତ ଏବେ କ'ଣ କରିବା, ସେଇଥିରେ ଆମେ ଏଡ୍ କରିଦେବା ଅଳ୍ପ ଟିକେ ହାଫ୍ ଚାମଚ ଏଇଥିରେ ଗୋଲମରିଚ ପାଉଡ଼ର ଏଡ୍ କରିଛି। ଗୋଟେ ଚାମଚ ସେଥିରେ ଲଙ୍କାଗୁଣ୍ଡ ଏଡ୍ କରିଛି, କାଶ୍ମୀର ରେଡ୍ ଚିଲି, ଯେମିତିକି କଲର୍ ଆସିବା ପାଇଁ। ଏଇଟା ପୁରାପୁରି ଅପସନାଲ୍ ଅଛି। ତ ପୁଣି ଥରେ ଅଳ୍ପ ଟିକେ ମ୍ୟାଗି ମସଲା ହାଫ୍ ଚାମଚ ଏଡ୍ କରିଛି। ଟମାଟୋ ସସ୍ ଏଡ୍ କରିଦେବା ଗୋଟେ ଚାମଚ ଏଡ୍ କରିଦେବା ସୋୟା ସସ୍, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆମେ କୋବି ସିଝେଇବା ସମୟ ଲୁଣ ଏଡ୍ କରିଥିଲେ, ତ କେବଳ ଏଇଭଳି ଯେହେତୁ ଆମେ ସେଥିରେ ମସଲା ମସଲିର କୋଟିଂଟା ଦେଲେ, ତ ସେଥିପାଇଁ ଅଳ୍ପ ଟିକେ ହିଁ ଲୁଣକୁ ଏଡ୍ କରିବେ। ଆଉ ସେଇଥିରେ ଆମେ ଏଡ୍ କରିଦେବା ଆମେ ଚାଉଳ ପାଉଡ଼ର। ଆପଣମାନେ ଚାହିଁଲେ ଏଡ୍ କରିପାରିବେ, କିନ୍ତୁ ମୁଁ ଏଇଠି ମଇଦା ନେଇଛି ହାଫ୍ ଗିନା। ଅଳ୍ପ ଟିକେ ହିଁ ମଇଦା ମୁଁ ସେଥିରେ ଏଡ୍ କଲି, ଦେଖିଲି ତା ପତଲା କୋଟିଂଟା ହିଁ ଦେବା। ତ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ଆପଣମାନେ ଚାହିଁଲେ ଆରାରୁଟ୍ ବି ଏଡ୍ କରିପାରିବେ, ଚାଉଳ ପାଉଡ଼ର ବି ଏଡ୍ କରିପାରିବେ। ତ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ତ ଦେଖିବେ ଅଧିକ ଯଦି ପତଲା ଲାଗିଲା ହାତକୁ, ତାହେଲେ ଆପଣମାନେ ଆଉ ଟିକେ ମଇଦା କି ଚାଉଳ ପାଉଡ଼ର ଯାହା ବି ଏଡ୍ କରିବେ, ଗୋଟେ ଜିନିଷ ଏଡ୍ କରିବେ, ତାକୁ ଭଲସେ ଟିକେ ମିକ୍ସ କରିଦେବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମିକ୍ସ କରିଦେବେ। ତ ଏବେ ଚାଲନ୍ତୁ, ଯେହେତୁ ଆମର ମିକ୍ସ ବି ହେଇସାରିଲା, ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ଏବେ କ'ଣ କରିବା ନା, ଯେହେତୁ ଆମେ ସେଥିରେ ପାଣି କରେଇରେ ଥିଲା, ତାପରେ ଗୋଟେ ଷ୍ଟ୍ରେନର୍ ରଖିଥିଲେ, ତା ଉପରେ ହିଁ ଆମେ ଏଡ୍ କରିଦେବା ଫୁଲକୋବିକୁ ଏଡ୍ କରି ଆକୁ ଟିକେ ଆମେ ଯେମିତି ତା ଉପର କୋଟିଂଟା ଶୁଖିଲା ପର୍ଯ୍ୟନ୍ତ ଟିକେ ଆକୁ ଆମେ ବାମ୍ଫ ସାହାଯ୍ୟରେ ସିଝେଇବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଏଡ୍ କରିଦେବା ଦ୍ୱାରା କ'ଣ ହେବ ନା, ମାନେ ସେମ୍ ଦେଖିବେ ବିଲକୁଲ ବି ଆମେ ଏଥିରେ ତେଲ ଏଡ୍ କରିବାନି, ଯେହେତୁ ଫୁଲକୋବି ଛାଣିବାନି ତେଲ ଏଡ୍ କରିକିରି। ତ ଏଇଭଳି ପ୍ରୋସେସ୍ଟା ଯଦି ବନେଇକିରି ମାନେ ଏଇଭଳି ପ୍ରୋସେସ୍ଟା ଯଦି ସିଝେଇକିରି ଆପଣମାନେ ବନାଉଛନ୍ତି ଚିଲି କୋବି, ତାହେଲେ ଦେଖିବେ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ବିଲକୁଲ ବି ଟେଷ୍ଟରେ ଚେଞ୍ଜ ହେବନି। ଆଉ ଦେଖିବେ ଯେଉଁମାନେ ତେଲ ଅଧିକା ଖାଇବାକୁ ପସନ୍ଦ କରନ୍ତିନି, ତ ସେଇମାନେ ବି ଖାଇପାରିବେ ଏଇ ରେସିପିଟି। ଯଦି ଓଜନ କମାଇବାକୁ ଚାହୁଁଛନ୍ତି, ତେଲ ଅଧିକା ଖାଇବାକୁ ପସନ୍ଦ କରୁନାହାନ୍ତି, ତାହେଲେ ଏଇ ରେସିପିଟି ଆପଣମାନଙ୍କ ପାଇଁ। ତ ଦେଖନ୍ତୁ ଫୁଲକୋବିଟା ପୁରା ସିଝିଗଲା, ହାତକୁ ଟୋଟାଲ୍ ବି ଲାଗୁନି। ତାକୁ ଆମେ ସାଇଡ଼୍ରେ ରଖିଦେବା। ତ ଫୁଲକୋବି ଅଲରେଡ଼ି ସିଝିଯାଇଥିଲା, ତାର ଉପର କୋଟିଂଟା ସିଝିଯିବା କଥା ମୁଁ ଆପଣମାନଙ୍କୁ କହୁଛି। ତ ତାକୁ ଆମେ ସାଇଡ଼୍ରେ ରଖିଦେବା, କିଛି ସମୟ ଟିକେ ଥଣ୍ଡା ହେବାକୁ ଦେବା। ତ ପୁଣି ଥରେ ସେଇ କରେଇଟି ନେବା, ସେଥିରେ ଆମେ ଗୋଟେ ଚାମଚ ହିଁ ତେଲ ଏଡ୍ କରିବା। ଏଠି ଗୋଟେ ବଡ଼ ଚାମଚ ମୁଁ ତେଲ ଏଡ୍ କଲି। ଆପଣମାନେ ବିନା ତେଲରେ ବି ବନେଇ ପାରିବେ, କେବଳ ସେଥିରେ ଅଳ୍ପ ଟିକେ ପାଣିକୁ ଏଡ୍ କରି ଏ ଜିନିଷ ସବୁ ଏଡ୍ କରିକିରି ପନିପରିବାକୁ ବି ବନେଇ ପାରିବେ। ହେଲେ ଗୋଟେ ଚାମଚ ହାଫ୍ ଚାମଚ ବଟରକୁ ଏଡ୍ କରିବି ବନେଇ ପାରିବେ ରେସିପିଟି। ଯେହେତୁ ପନିପରିବା ପାଇଁ ଆମକୁ ତେଲ ଟିକେ ଦରକାର, ଯେହେତୁ ସିଝିବ, ସେଥିପାଇଁ ମୁଁ ଗୋଟେ ଚାମଚ ହିଁ ବଡ଼ ଚାମଚ ଏଥିରେ ତେଲ ଏଡ୍ କରିଛି। ତ ପୁଣି ଥରେ ଛୋଟ ଛୋଟ ପିସେସ୍ରେ କଟିଂ କରି ରଖିଥିବା କଞ୍ଚା ଲଙ୍କା, ପୁଣି ରସୁଣକୁ ଏଡ୍ କରିଦେବା। ଟିକେ ଭାଜି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ପିଆଜ, କ୍ୟାପ୍ସିକମ୍କୁ ଏଡ୍ କରି ପୁଣି ଥରେ ଟିକେ ଭାଜିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଭାଜିଦେବେ। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଭାଜିବା। ଯେହେତୁ ତେଲର କ୍ୱାଣ୍ଟିଟି ଏଠି କମ୍ ଅଛି,
ତ ଦେଖିବେ ପୋଡ଼ିବାର ବି ସମ୍ଭାବନା ଅଛି, ସେଥିପାଇଁ ଟିକେ ସ୍ଲୋ ଲୋ ଟୁ ମିଡ଼ିୟମ୍ ଆଞ୍ଚରେ ହିଁ ଫ୍ରାଏ କରିବେ, ହାଇ ଜମା କରିବେନି। ତାପରେ ଆଉ ଟିକେ ସ୍ୱାଦକୁ ବଢ଼ାଇବା ପାଇଁ ଆମେ ସେଇଥିରେ ଏଡ଼୍ କରିଦେବା ସ୍ୱାଦ ଅନୁସାରେ ଲୁଣ। ଆଉ କୁକିଂ ବି ଫାଷ୍ଟ ହେବ, ଜଲ୍ଦି ପିଆଜ ପୁଣି କ୍ୟାପ୍ସିକମ୍ ସିଝିଯିବ, ସେଥିପାଇଁ ଲୁଣକୁ ପ୍ରଥମେ ହିଁ ଏଡ଼୍ କରିଦେଲି। ତାପରେ ଦେଖନ୍ତୁ ହାଫ୍ ଚାମଚ ଗୋଲମରିଚ ପାଉଡ଼ର ବି ଏଡ଼୍ କରିଦେଲି, ପୁଣି ଅଳ୍ପ ଟିକେ ଭିନେଗାର ଏଡ଼୍ କରିବା। ଭିନେଗାରଟା ଏଠି ପୁରାପୁରି ଅପସନାଲ୍ ଅଛି, ଯେହେତୁ ଆମେ ଆଜି ବନାଉଛନ୍ତି ମାନେ ଚାଇନିଜ୍ ଫୁଡ଼୍, ଯାହାହେଲେ ବି ମାନେ ଚିଲି ବନାଉଛନ୍ତି, ସେଥିପାଇଁ ଅଳ୍ପ ଟିକେ ଯଦି ଭିନେଗାର ଏଡ଼୍ କରିବେ ତାହେଲେ ସ୍ୱାଦକୁ ସେ ବଢ଼େଇ ଦେଇଥାଏ। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା। ତାପରେ ଯେ ଆମେ ଫୁଲକୋବିଟାକୁ ସିଝେଇକି ରଖିଥିଲେ, ତ ତାକୁ ସେଥିରେ ଆମେ ଏଡ଼୍ କରିଦେବା। ତ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ବି ହେଇଗଲାଣି। ତ ଯଦି କମ୍ ତେଲ କମ୍ ମସଲାରେ ଯଦି ଆପଣମାନେ କିଛି ରେସିପି ବନେଇବାକୁ ଚାହୁଁଛନ୍ତି, ତାହେଲେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଯେ ମାନେ ଯେଉଁ ରେସିପିଟା ବି ଆପଣମାନେ ମୋ ଦ୍ୱାରା ବନେଇବାକୁ ଚାହୁଁଛନ୍ତି, ତ କମେଣ୍ଟ କଲେ ମୁଁ ସେଇ ରେସିପିଟି ଆପଣମାନଙ୍କୁ ସେୟାର ବି କରିପାରିବି। ତ ଏବେ କ'ଣ କରିବା ନା, ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ହିଁ ରଖିବା। ତାପରେ ଆମେ ସେଇଥିରେ ଏଡ଼୍ କରିଦେବା କିଛି ଏବେ ଟମାଟୋ ସସ୍, ଚିଲି ସସ୍ ଆପଣମାନେ ଏହି ସମୟରେ ଏଡ଼୍ କରିପାରିବେ। ତ ମୁଁ ଏଥିରେ ଦେଖନ୍ତୁ ଟମାଟୋ ସସ୍ ଅଳ୍ପ ଟିକେ ଏଡ଼୍ କରିଛି, ଆଉ ମୁଁ ଏଠି ଚିଲି ସସ୍କୁ ସ୍କିପ୍ କରିଦେଇଛି, ଯେହେତୁ ଏଥିରେ ମୁଁ ଗୋଲମରିଚ ପାଉଡ଼ର ଏଡ଼୍ କରିଛି, ଆଉ ଛୋଟ ଛୋଟ ପିସେସ୍ରେ କଟିଂ କରି କଞ୍ଚା ଲଙ୍କା ଟିକେ ଅଧିକ କ୍ୱାଣ୍ଟିଟି ଏଡ଼୍ କରିଛି। ତ ଆପଣମାନେ ଚାହିଁଲେ ଚିଲି ସସ୍ ବି ଏହି ସମୟରେ ଏଡ଼୍ କରିପାରିବେ। ଆଉ ଅଳ୍ପ ଟିକେ ଦେଖନ୍ତୁ ସୋୟା ସସ୍ ଏଡ଼୍ କଲି। ସୋୟା ସସ୍ ଏଠି ମୁଁ ଅଳ୍ପ ଟିକେ ହିଁ ଏଡ଼୍ କରିଛି। ଦେଖିବେ ଅଧିକା ସୋୟା ସସ୍ ଏଡ଼୍ କରିବା ଦ୍ୱାରା କ'ଣ ହେବ ନା, ଟିକେ ଖଟାଳିଆ ସ୍ୱାଦ ଆସେ, ତ ଦେଖିବାକୁ ବି ଏତେ ସୁନ୍ଦର ଲାଗେନି। ମୁଁ ସେଥିପାଇଁ ଅଳ୍ପ ଟିକେ ହିଁ ଏଡ଼୍ କରିଛି। ତ ଗୋଟେ ଚାମଚ ଏଡ଼୍ କରିଛି, ଏଠି ମୁଁ ସୋୟା ସସ୍ ଗୋଟେ ଚାମଚ ଆଉ ଟମାଟୋ ସସ୍ ଦେଇଛି 1.5 ଚାମଚ। ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ତ ବହୁତ ବଢ଼ିଆ ବାସ୍ନା ବି ଆସୁଛି, କେହି ବି ଜାଣିପାରିବେନି ଯେ ଆପଣମାନେ ୟାକୁ ବିନା ତେଲରେ ବା ବିନା ଛାଣିକିରି ବନେଇଛନ୍ତି ବୋଲି। ଏ କୋବି ରେସିପିଟି ବହୁତ ବଢ଼ିଆ ଲାଗୁଥିଲା। ତ ଏବେ କ'ଣ କରିବା ନା, ସେଥିରେ କର୍ଣ୍ଣଫ୍ଲୋର ପାଣି ଏଡ଼୍ କରିଦେବା। ଗୋଟେ ଚାମଚ କର୍ଣ୍ଣଫ୍ଲୋରକୁ ଗୋଟେ ଛୋଟ ଗିନାରେ ଗୋଟେ ଗିନା ପାଣିରେ ମୁଁ ମିକ୍ସ କରିଦେଇଥିଲି, ସେଇ ପାଣିଟାକୁ ଏବେ ଏଡ଼୍ କରିଦେବା। ଏଡ଼୍ କରିକିରି ପୁଣି ଥରେ ମିକ୍ସ କରିଦେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ବନେଇବେ। ତ ଲାଷ୍ଟରେ ଅଳ୍ପ ଟିକେ ଧନିଆ ପତ୍ରକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିବା। ତ ବହୁତ ବଢ଼ିଆ ବାସ୍ନା ବି ଆସୁଥିଲା, ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ଆପଣମାନେ ୟାକୁ ରୁଟି ସହିତ ବି ଖାଇପାରିବେ, ଏମିତିରେ ବି ଦେଖିବେ ସ୍ନାକ୍ସରେ ଖାଇବେ ନା, ବହୁତ ବଢ଼ିଆ ଲାଗେ। ରେସିପିଟି ପୁରା ଚଟପଟା, ଫୁଲକୋବି ମଞ୍ଚୁରିଆନର ବି ସ୍ୱାଦ ଆସୁଥିଲା, ଚିଲିର ବି ସ୍ୱାଦ ଆସୁଥିଲା। ଗୋଟେ ରେସିପିରେ ଆପଣମାନେ 2 ପ୍ରକାର ରେସିପିର ସ୍ୱାଦ ପାଇପାରିବେ। ରେସିପିଟି ତ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଛି। ବହୁତ ବଢ଼ିଆ ଗୋଟେ ଚଟପଟା ଫୁଲକୋବି ରେସିପି ବନିକି ରେଡ଼ି ହେଇଛି। ପୁଣି ଗୋଟେ ଚାମଚ ତେଲରେ, କେହି ବି ବିଶ୍ୱାସ କରିପାରିବେ ଯେ ଗୋଟେ ଚାମଚ ତେଲରେ ବନିକି ରେଡ଼ି ହେଇଛି। ତ ଫାଇନାଲି ରେଡ଼ି ବି ହେଇସାରିଲା, ଆପଣମାନଙ୍କ ସାମ୍ନାରେ ବି ଦେଖେଇଲି। ତ ଦେଖନ୍ତୁ ଫାଇନାଲ ରେସିପିଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।